ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମ୍ଏସ୍ ଧୋନିଙ୍କ ଅଭିଜ୍ଞତା ଉପରେ ସନ୍ଦେହ କରିବା ଭୁଲ ଅଟେ। ମ୍ୟାଚ୍ରେ ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଏବଂ ଆବେଦନ ସବୁବେଳେ ସଠିକ୍ ହୋଇଥାଏ। ଗତକାଲି ମୁମ୍ବାଇ ବିପକ୍ଷ ଖେଳାଯାଇଥିବା ମ୍ୟାଚ୍ରେ ସେ ଏହାକୁ ଆଉଥରେ ପ୍ରମାଣ କରି ଦେଖାଇଥିଲେ। ସେ ଆଉଥରେ ସଠିକ୍ ଡିଆର୍ଏସ୍ ଆବେଦନ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ୍ ମଧ୍ୟ କରିଥିଲେ। ଆଇପିଏଲ୍ର 12ତମ ମ୍ୟାଚ୍ ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଇଥିଲା। ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ମୁମ୍ବାଇକୁ ଆମନ୍ତ୍ରଣ କରିଥିଲା। ମିଚେଲ ସାଣ୍ଟନର ମୁମ୍ବାଇ ଇନିଂସର ଅଷ୍ଟମ ଓଭର ବୋଲିଂ ପାଇଁ ଆଣିଥିଲେ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଲେଗ୍ ଷ୍ଟମ୍ପ ବାହାରେ ବଲ୍ ପକାଉଥିବା ବେଳେ ସୂର୍ଯ୍ୟକୁମାର ସୁଇପ୍ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ସୂର୍ଯ୍ୟକୁମାର ବିଟ୍ ହୋଇଥିଲେ ଏବଂ ବଲ୍ ୱିକେଟ୍ ପଛରେ ଛିଡ଼ା ହୋଇଥିବା ଏମ୍ଏସ୍ ଧୋନିଙ୍କ କ୍ଲୋଜ୍ ମଧ୍ୟକୁ ଯାଇଥିଲା। ଧୋନି ଆଉଟ୍ ଅପିଲ କରିଥିଲେ ମଧ୍ୟ ଅମ୍ପାୟାର ଏହାକୁ ନାକଚ କରିଥିଲେ। ଏଭଳି ପରିସ୍ଥିତିରେ ମାହି ଡିଆର୍ଏସ୍ ଆବେଦନ କରିଥିଲେ ଏବଂ ରିଭ୍ୟୁରେ ଦେଖାଗଲା ଯେ ସୂର୍ଯ୍ୟକୁମାରଙ୍କ ଗ୍ଲୋଭ୍ସକୁ ଟଚ୍ କରି ବଲ୍ ଧୋନିଙ୍କ ଗ୍ଲୋଭ୍ସ ମଧ୍ୟକୁ ଯାଇଥିଲା। ତେଣୁ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ ଏବଂ ମାତ୍ର 1 ରନ୍ ସ୍କୋର କରି ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ଏହି ମ୍ୟାଚ୍ରେ ସିଏସ୍କେ ମୁମ୍ବାଇକୁ 7 ୱିକେଟରେ ପରାସ୍ତ କରିଥିଲା।